ଆପଣ ସମସ୍तଙ୍କୁ ଏହି ଭିଡ଼ିଓରେ ବହୁତ ବହୁତ ସ୍ୱାଗତ। ଆଜିର ଏହି ଭିଡ଼ିଓରେ ମୁଁ ଆପଣଙ୍କ ସହିତ +2 ସେକେଣ୍ଡ ଇୟର ଇକୋନୋମିକ୍ସର ଫାର୍ଷ୍ଟ ଚାପ୍ଟର ଫାର୍ଷ୍ଟ କ୍ୱେଶ୍ଚିନ୍ ଅର୍ଥନୀତି କହିଲେ କ'ଣ ବୁଝ ଓ ଅର୍ଥନୀତିର ସମ୍ପଦ ବିଜ୍ଞାନ ସଂଜ୍ଞାଟିକୁ ପ୍ରତିପାଦନ ବା ବର୍ଣ୍ଣନା କର, ଯାହାକି ବହୁତ ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ଆଉ ଆପଣ ମଧ୍ୟ ଏହା ଜାଣିବା ଆବଶ୍ୟକ, କାହିଁକିନା ଆମେ ଏହା ପଢ଼ିଲେ ବୁଝିବା ଯେ ଅର୍ଥନୀତି କହିଲେ କ'ଣ ବୁଝ ଆଉ ଅର୍ଥନୀତି କ'ଣ କ'ଣ ସବୁ ଡେଫିନେସନ୍ ବା ସଂଜ୍ଞା ରହିଛି ତାର ସବୁ ଆମେ ଦେଖିବା। ତ ଫାର୍ଷ୍ଟ ଆମେ ଦେଖିବା ଅର୍ଥନୀତି ଏକ ସାମାଜିକ ବିଜ୍ଞାନ। ଅର୍ଥନୀତି କି ବିଜ୍ଞାନ ନା ଅର୍ଥନୀତି ଏକ ସାମାଜିକ ବିଜ୍ଞାନ, ଯାହାକି ସମାଜରେ ବାସ କରୁଥିବା ପ୍ରତିଟି ନାଗରିକଙ୍କର ଦୈନନ୍ଦିନ ଜୀବନ ସହିତ ସମ୍ପର୍କ ରଖିଥାଏ। ଅର୍ଥନୀତି ଶବ୍ଦଟି ବା ଇକୋନୋମିକ୍ ଶବ୍ଦଟି ଗ୍ରୀକ୍ ଶବ୍ଦ ଓଇକ ଓ ନୋମାଇନ୍ରୁ ଆସିଅଛି। ଓଇକର ଅର୍ଥ ହେଉଛି ହାଉସ ହୋଲ୍ଡ ବା ପରିବାର, ନୋମାଇର ଅର୍ଥ ହେଉଛି ମ୍ୟାନେଜମେଣ୍ଟ ବା ପରିଚାଳନା। ଅର୍ଥାତ୍ ଯେଉଁ ଶାସ୍ତ୍ର ପରିବାର ପରିଚାଳନା ବିଷୟରେ ଅଧ୍ୟୟନ କରେ ତାହାକୁ ଅର୍ଥଶାସ୍ତ୍ର କୁହାଯାଏ। ତ ଆମେ ଦେଖିଲେ ଯେ ଅର୍ଥଶାସ୍ତ୍ର ହେଉଛି ଏକ ସାମାଜିକ ବିଜ୍ଞାନ, ଯାହାକି ସମାଜରେ ବାସ କରୁଥିବା ପ୍ରତିଟି ନାଗରିକଙ୍କର ଦୈନନ୍ଦିନ ଜୀବନ ସହିତ ସମ୍ପର୍କ ରଖିଥାଏ। ଅର୍ଥନୀତି ଗ୍ରୀକ୍ ଶବ୍ଦ ଐକ ଓ ନୋମାଇରେ ଆସିଅଛି। ଐକର ଅର୍ଥ ହେଲା କ'ଣ? ହାଉସ ହୋଲ୍ଡ ବା ପରିବାର। ନୋମାଇର ଅର୍ଥ ହେଲା ପରିଚାଳନା। ଅର୍ଥାତ୍ ଯେଉଁ ଶାସ୍ତ୍ର ପରିବାର ପରିଚାଳନା ବିଷୟରେ ଅଧ୍ୟୟନ କରେ ତାହାକୁ ଅର୍ଥଶାସ୍ତ୍ର କୁହାଯାଏ। ନେକ୍ସଟ ଦେଖିବା ଅର୍ଥଶାସ୍ତ୍ରର ଅନେକ ଗୁଡ଼ିଏ ସଂଜ୍ଞା ରହିଛି। ତ ଅର୍ଥଶାସ୍ତ୍ର ମଧ୍ୟ ଅନେକ ଗୁଡ଼ିଏ କ'ଣ ସଂଜ୍ଞା ବା ଡେଫିନେସନ୍ ରହିଛି ବା ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ନିମ୍ନଲିଖିତ 4ଟି ସଂଜ୍ଞାକୁ ଗୁରୁତ୍ୱ ପ୍ରଦାନ କରାଯାଏ। ସେ 4ଟି ଡେଫିନେସନ୍ ବା ସଂଜ୍ଞା କ'ଣ କ'ଣ? ସମ୍ପଦ ବିଜ୍ଞାନ ସଂଜ୍ଞା ବା ୱେଲ୍ଥ ଡେଫିନେସନ୍, କଲ୍ୟାଣକାରୀ ସଂଜ୍ଞା ୱେଲଫେୟାର ଡେଫିନେସନ୍, ଚୟନ ବିଜ୍ଞାନ ସଂଜ୍ଞା ଡେଫିନେସନ୍ ଅଫ୍ ଚଏସ୍। ନେକ୍ସଟ କ'ଣ ରହିଛି ନା ନେକ୍ସଟ ଅଭିବୃଦ୍ଧି ସଂଜ୍ଞା ବା ଅଭିବୃଦ୍ଧି ସଂଜ୍ଞା ବା ଡେଫିନେସନ୍ ଅଫ୍ ଗ୍ରୋଥ। ତ ଆମେ ଏହି ଭିଡ଼ିଓରେ ସମ୍ପଦ ବିଜ୍ଞାନ ସଂଜ୍ଞାଟିକୁ ବା ଡେଫିନେସନ୍ ୱେଲ୍ଥ ଅଫ୍ ଡେଫିନେସନ୍ର ଯେଉଁ ସମ୍ପଦ ବିଜ୍ଞାନ ସଂଜ୍ଞା ଉପରେ ଆମେ ଏହି ଭିଡ଼ିଓରେ ଡିସ୍କସନ୍ କରିବା। ତ ୱେଲ୍ଥ ଅଫ୍ ଡେଫିନେସନ୍ କ'ଣ ନା ପ୍ରଥମେ ବ୍ରିଟିଶ ଅର୍ଥଶାସ୍ତ୍ରୀ ଆଡାମ ସ୍ମିଥ ଅର୍ଥଶାସ୍ତ୍ରର ସଂଜ୍ଞା ପ୍ରଦାନ କରିଥିବା ଅନୁମାନ କରାଯାଏ। ତ ୱେଲ୍ଥ ଅଫ୍ ଡେଫିନେସନ୍କୁ ଗୋଟେ ବ୍ରିଟିଶ ଅର୍ଥଶାସ୍ତ୍ରୀ ଆଡାମ ସ୍ମିଥ ଏହାକୁ ପ୍ରଦାନ କରିଥିବା ଅନୁମାନ କରାଯାଏ। ସେ 1776 ମସିହା ବା 1776ରେ ତାଙ୍କ ସଂଜ୍ଞାଟିକୁ ତାଙ୍କ ରଚିତ ପୁସ୍ତକ ଜାତିର ସମ୍ପଦ ବା ୱେଲ୍ଥ ଅଫ୍ ନେସନରେ ପ୍ରତିପାଦନ କରିଥିଲେ। ତ ଏହାକୁ ଆଡାମ ସ୍ମିଥ ଯିଏ ହେଉଛନ୍ତି କ'ଣ ବ୍ରିଟିଶ ଅର୍ଥଶାସ୍ତ୍ରୀ ବା ଇକୋନୋମିଷ୍ଟ 1776 ମସିହାରେ ସେ ଗୋଟେ ପୁସ୍ତକ ଲେଖିଥିଲେ। ସେହି ପୁସ୍ତକରେ ସେ ପୁସ୍ତକ ନାମ ହେଉଛି କ'ଣ ନା ଜାତିର ସମ୍ପଦ ବା ୱେଲ୍ଥ ଅଫ୍ ନେସନରେ ସେ ୱେଲ୍ଥ ଅଫ୍ ଡେଫିନେସନ୍ର ଯେଉଁ ୱେଲ୍ଥ ଅଫ୍ ଡେଫିନେସନ୍କୁ ପ୍ରତିପାଦନ କରିଥିଲେ। ପ୍ରଥମ କରି ଅର୍ଥଶାସ୍ତ୍ରର ସଂଜ୍ଞା ପ୍ରଦାନ କରିଥିବା ହେତୁ ଆଡାମ ସ୍ମିଥକୁ ଅର୍ଥଶାସ୍ତ୍ର ଜନକ ବୋଲି କୁହାଯାଏ। ତ ସେ ଫାଷ୍ଟ ଏହାକୁ କ'ଣ ପ୍ରଦାନ କରିଥିଲେ, ତେଣୁ ସେଥିଲାଗି ଆଡାମ ସ୍ମିଥକୁ ଅର୍ଥଶାସ୍ତ୍ରର ଜନକ ବୋଲି କୁହାଯାଏ। ତାଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସଂଜ୍ଞାଟିକୁ ସମ୍ପଦ ବିଜ୍ଞାନ ସଂଜ୍ଞା ବୋଲି କୁହାଯାଏ। ଏଣୁ ଆମେ ଜାଣିଲେ ଯେ ଅର୍ଥଶାସ୍ତ୍ରର ଜନକ କିଏ ନା ଆଡାମ ସ୍ମିଥ। 1 ମାର୍କରେ ଆସିପାରେ ପରୀକ୍ଷାରେ। ନେକ୍ସଟ ଦେଖିବା ଆଡାମ ସ୍ମିଥଙ୍କ ମତରେ ଯେଉଁ ତାଙ୍କ ଡେଫିନେସନ୍ ଦେଲେ, ତ ଡେଫିନେସନ୍ ହିସାବରେ ତାଙ୍କୁ କ'ଣ ଗୋଟେ ଷ୍ଟେଟମେଣ୍ଟ ଦେଇଥିବେ। ତ ତାଙ୍କ ହିସାବରେ କ'ଣ ନା ଅର୍ଥନୀତିର ଅଭିବୃଦ୍ଧି ସମ୍ପଦ ପ୍ରାପ୍ତି ଦ୍ୱାରା ହୋଇପାରିବ ବୋଲି ଆଡାମ ସ୍ମିଥ ଗୁରୁତ୍ୱାରୋପ କରିଛନ୍ତି। ଅର୍ଥନୀତିର ଅଭିବୃଦ୍ଧି କ'ଣ କିପରି ହେବ ନା ସମ୍ପଦ ପ୍ରାପ୍ତି ଦ୍ୱାରା ହୋଇପାରିବ। ଆଉ କ'ଣ ସମ୍ପଦ ବା ସମ୍ବଳ ଭୌତିକ ଦ୍ରବ୍ୟ ଦ୍ୱାରା ପ୍ରାପ୍ତି ହୋଇପାରିବ ବୋଲି ଦର୍ଶାଯାଇଛି। ସମ୍ପଦ ବା ସମ୍ବଳ ରହିଛି ସେଟା କିପରି ନା ଭୌତିକ ଦ୍ରବ୍ୟ ଦ୍ୱାରା ତାହା ପ୍ରାପ୍ତି ହୋଇପାରିବ। ଯେଉଁଠି ଆଡାମ ସ୍ମିଥ କୁହନ୍ତି ଭୌତିକ ଦ୍ରବ୍ୟ ପ୍ରାପ୍ତି ଦ୍ୱାରା ବ୍ୟକ୍ତିର ଅର୍ଥନୈତିକ ଅଭିବୃଦ୍ଧି ଘଟିବ, ଯାହାକି ସମାଜର ଅର୍ଥନୀତି ଅଭିବୃଦ୍ଧିରେ ସହାୟକ ହେବ। ଆଡାମ ସ୍ମିଥଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସମ୍ପଦ ବିଜ୍ଞାନ ସଂଜ୍ଞାଟି କିଛି ଅର୍ଥଶାସ୍ତ୍ରୀଙ୍କ ଦ୍ୱାରା ସମର୍ଥନ କରାଗଲା ବେଳେ ଅନେକ ଅର୍ଥଶାସ୍ତ୍ରୀଙ୍କ ଦ୍ୱାରା ସମାଲୋଚନା ମଧ୍ୟ କରାଯାଇଛି। ତ ଆଡାମ ସ୍ମିଥ ଯେଉଁ ଡେଫିନେସନ୍ ଥିଲେ ତାହାକୁ କେତେ ଜଣ କ'ଣ ତାର ସପୋର୍ଟର ଥିଲେ, ତ ତାହା ସହିତ କେତେ ଜଣ ତାକୁ କ'ଣ କ୍ରିଟିସାଇଜ୍ କରିଛନ୍ତି। ସମ୍ପଦ ବିଜ୍ଞାନ ସଂଜ୍ଞାକୁ ସମର୍ଥନ କରିଥିବା ଅର୍ଥଶାସ୍ତ୍ରୀମାନଙ୍କ ମଧ୍ୟରେ ଜେ.ଏସ୍. ମିଲ୍, ଜେ.ବି.ସେ ୱାଲକର। ତ ଏହି ସବୁ କ'ଣ ଅର୍ଥନୀତି ସଂଜ୍ଞା ଯେଉଁ ଦେଲେ ୱେଲ୍ଥ ଅଫ୍ ଡେଫିନେସନ୍ ଯେଉଁ ଦେଇଥିଲେ ତାହାକୁ ଏମାନେ ସବୁ ସପୋର୍ଟ କରିଥିଲେ। ସେହିଭଳି ସମାଲୋଚନା କରିଥିବା ଅର୍ଥଶାସ୍ତ୍ରୀଙ୍କ ମଧ୍ୟରେ ପ୍ରମୁଖ ହେଉଛନ୍ତି ରସ୍କିନ୍ ଆଉ କାର୍ଲାଇଲ୍। ତ ଆମେ ଜାଣିବା କଥା ଗୋଟେ ଜିନିଷ ଅଛି, ଗୋଟେ ଜଣେ କୌଣସି ଗୋଟେ ଡେଫିନେସନ୍ ଦେଲେ କି କ'ଣ ଦେଲେ ତାହାର
ମାନେ କ'ଣ ଦୁଇଟି ସାଇଡ୍ ଥାଏ, ଗୋଟେ ସପୋର୍ଟ ସାଇଡ୍ ଗୋଟେ ଅପୋଜିଟ୍ ସାଇଡ୍। ତ ସପୋର୍ଟ ରହିଲେ ଜେଏସ୍ ମିଲ୍, ଜେବିସେସ୍, ୱାଲକର, ଆଉ ତାକୁ କ୍ରିଟିସାଇଜ୍ କରିଥିଲେ କିଏ ନା ରସ୍କିନ୍ କାଲେ ତାକୁ କ୍ରିଟିସାଇଜ୍ କରିଥିଲେ ଯେଉଁ ୱେଲ୍ଥ ଅଫ୍ ଡେଫିନେସନ୍ର, ଯେଉଁଠି ରସ୍କିନ୍ ଅର୍ଥଶାସ୍ତ୍ରକୁ ବିମର୍ଶ ବିଜ୍ଞାନ ବା ନକାରାତ୍ମକ ବିଜ୍ଞାନ ବା ବିଶେଷାତ୍ମକ ବିଜ୍ଞାନ ବା ନୈରାଶ୍ୟ ବିଜ୍ଞାନ ବୋଲି ବର୍ଣ୍ଣନା କଲାବେଳେ, ମାନେ ରସ୍କିନ୍ ଅର୍ଥଶାସ୍ତ୍ର କ'ଣ କରିଛନ୍ତି ନା ଅର୍ଥଶାସ୍ତ୍ର ହେଉଛି ଗୋଟେ ନକାରାତ୍ମକ ବିଜ୍ଞାନ, ବିଶେଷାତ୍ମକ ବିଜ୍ଞାନ, ବିମର୍ଶ ବିଜ୍ଞାନ, ନୈରାଶ୍ୟ ବିଜ୍ଞାନ ବୋଲି ବର୍ଣ୍ଣନା କଲାବେଳେ କାର୍ଲାଇଲ୍ ସେ କ'ଣ କରିଛନ୍ତି ନା ସେ କାର୍ଲାଇଲ୍ ଅର୍ଥଶାସ୍ତ୍ରକୁ କୁବେରଙ୍କ ଧନବାଣୀ ସହ ତୁଳନା କରିଛନ୍ତି। କାର୍ଲାଇଲ୍ ଏ 1 ମାର୍କ୍ସ ଆସିପାରେ ଏସବୁରୁ। ଉଭୟ କାର୍ଲାଇଲ୍ ଓ ରସ୍କିନ୍ ଅର୍ଥଶାସ୍ତ୍ରକୁ ରୁଟି ଓ ଲହୁଣୀ ସହିତ ତୁଳନା କରିଛନ୍ତି। ଆଡାମ ସ୍ମିଥଙ୍କ ତାଙ୍କ ସମ୍ପଦ ବିଜ୍ଞାନ ସଂଜ୍ଞାରେ କେବଳ ଭୌତିକ ଦ୍ରବ୍ୟକୁ ଅର୍ଥନୀତିର ବିକାଶରେ ଗୁରୁତ୍ୱାରୋପ କରିଥିଲା ବେଳେ ଅଭୌତିକ ଦ୍ରବ୍ୟକୁ ବିବେଚନା ନେଇନାହାନ୍ତି। ଆଡାମ ସ୍ମିଥ୍ କ'ଣ କରିଛନ୍ତି ନା ଯେତେ ସବୁ ଭୌତିକ ଦ୍ରବ୍ୟ ରହିଛି ତାକୁ ହିଁ ସେ କ'ଣ କରିଛନ୍ତି ମାନେ ଅର୍ଥନୀତିରେ ବିକାଶରେ ଗୁରୁତ୍ୱ ଆରୋପ କରିଛନ୍ତି, କିନ୍ତୁ ଅଭୌତିକ ଦ୍ରବ୍ୟକୁ ସେ ବିବେଚନା ନେଇନାହାନ୍ତି। କିନ୍ତୁ ଅଭୌତିକ ଦ୍ରବ୍ୟ ବା ସେବା ମାଧ୍ୟମରେ ଅର୍ଥନୀତିର ବିକାଶ ହୋଇଥାଏ। ଯେତେବେଳେ ଆମେ ଦ୍ରବ୍ୟ ପାଠ ମୁଁ ଆପଣଙ୍କ ସହ ନୋଟ୍ସଟା ଡିସ୍କସନ୍ କରିବି, ସେତେବେଳେ ମୁଁ ଆପଣଙ୍କ ଦ୍ରବ୍ୟର ସବୁ ଅଭୌତିକ ଦ୍ରବ୍ୟ, ଭୌତିକ ଦ୍ରବ୍ୟ ସବୁ ଯାହା ରହିଛି ଦ୍ରବ୍ୟ 14 ପ୍ରକାରର ସେସବୁ ଆମେ ସେଠି ଡିସ୍କସନ୍ କରିବା। ଯଦିଓ ଆଡାମ ସ୍ମିଥଙ୍କ ସମ୍ପଦ ବିଜ୍ଞାନ ସଂଜ୍ଞାଟି କିଛି ମାତ୍ରାରେ କିଛି ଅର୍ଥଶାସ୍ତ୍ରୀଙ୍କ ଦ୍ୱାରା ସମାଲୋଚିତ ହୋଇଥିଲା, ତଥାପି ଅର୍ଥଶାସ୍ତ୍ରର ପ୍ରଥମ ସଂଜ୍ଞା ହୋଇଥିବା ହେତୁ ଏହାର ବିଶେଷ ଗୁରୁତ୍ୱ ରହିଛି। କ'ଣ ନା ଆଡାମ ସ୍ମିଥ୍ ସମ୍ପଦ ବିଜ୍ଞାନ ରହିଥିଲା, ତାହାକୁ କିଛି ମାତ୍ରାରେ କିଛି ଯେଉଁ ଅର୍ଥଶାସ୍ତ୍ରୀ ଥିଲେ ତାକୁ ସମାଲୋଚନା କରିଥିଲେ ବା କ୍ରିଟିସାଇଜ୍ କରିଥିଲେ, ତଥାପି ଆଡାମ ସ୍ମିଥ୍ ଯେହେତୁ ଅର୍ଥନୀତିରେ ଗୋଟେ ନୂଆ କରି ଗୋଟେ କ'ଣ କରିଥିଲେ ନା ତାଙ୍କୁ ଗୋଟେ ଡେଫିନେସନ୍ ଦେଇଥିଲେ, ତେଣୁ ତାଙ୍କ ହେତୁ ତାଙ୍କର ଯେଉଁ ସଂଜ୍ଞା ବା ଡେଫିନେସନ୍ ଥିଲା ତାହାର ବିଶେଷ ଗୁରୁତ୍ୱାରୋପ ରହିଛି। ନେକ୍ସଟ ଭିଡ଼ିଓରେ ମୁଁ ଆପଣଙ୍କ ସହିତ କଲ୍ୟାଣକାରୀ ସଂଜ୍ଞାର ନୋଟ୍ସଟିକୁ ସେୟାର କରିବି। ଯଦି ଆପଣମାନେ ଏହାର ଭିଡ଼ିଓ କ'ଣ PDF ଚାହାନ୍ତି ବା ନୋଟ୍ସ ଚାହାନ୍ତି, ତାହେଲେ ଡେସ୍କ୍ରିପ୍ସନ୍ରେ ଟେଲିଗ୍ରାମ ଗ୍ରୁପ୍ର ଲିଙ୍କ୍ ଅଛି, ମୁଁ ଦେଇଦେଇଛି, ଆପଣମାନେ ଯାଇକି ଦେଖିପାରିବେ।